ଦେଖ ତାଙ୍କର ଗଳ୍ପ ମନେ ଅଛି। ଏଇ ଦି ଜଣ ଯାକ ବସି ଗପୁଛି। ମନୋଜ ଦାସଙ୍କ ଗଳ୍ପ କୁହ, କହିଥିଲି ପଢିକି ଆସିବା ପାଇଁ। ମନୋଜ ଦାସଙ୍କର ଗଳ୍ପ କୁହ। କିଏ କହିପାରିବ? କେହି ପଢିକି ଆସୁନା। କେତେ ପରୀକ୍ଷା ପାଖେଇ ପାଖେଇ ଆଉଛି, ତେବେ ତମ ମାନଙ୍କର ସବୁ ଷ୍ଟାଣ୍ଡାର୍ଡ କମି କମି ଯାଉଛି। ଯୋଉଟା ପିଲା ସବୁ କ୍ଲାସ କରିବେ କିନ୍ତୁ ପରୀକ୍ଷାରେ ନ ବସିଲେ ଲେଖିବେ। କାଇଁ ପଢିକି ଆସିନ? ତମ ପଚାରୁଛି ବା। ରୂଢି ପଢିଛ, କବି ପରିଚୟ ଦରକାର ନାହିଁ? କବି ପରିଚୟ ମେନେ। ନ ପଢ ଆଉ 3-4 ମାସ ପରୀକ୍ଷା ରହିବ, ବେଶୀ ନାହିଁ। କମ୍ବୁକୀର୍ବ କିଏ? ତାର ସାଙ୍ଗ ଦି ଜଣଙ୍କ ନାଁ କଣ? କମ୍ବୁକୀର୍ବ ଯେ କେଉଁଠାରେ ରହୁଥିଲା? କେଉଁଠାରେ? ଆଁ ପର୍ବତରେ ରହୁଥିଲା। ସରୋବରରେ ରହୁଥିଲା। ପରୀକ୍ଷା ସଫଳ ବୋଲି କିଏ କହିଥିଲା? ହଂସ ଯୁଗେ ଯୁଗେ ବିଶ୍ୱାସଘାତକ, କିଏ କହିଥିଲା? ଏଇ ପର୍ଯ୍ୟନ୍ତ ଯାଇଥିଲା ନାଇଁ। ଏ ଯୋଉ ରାଜ ଦରବାର ଉପରେ, ଛାତ ଉପରେ କଇଁଛଟି ମାନେ ବୁଧୁ ଶବ୍ଦ ଯେତେବେଳେ କହିଲା, ତାପରେ ଛାତ ଉପରେ ପଡି ଯାଇଥିଲା ନାଇଁ। ତାପରେ ତାକୁ କିଏ କହିଥିଲେ? ନା ଭୋଜନ ପ୍ରେମୀ କହିଥିଲେ କି କଇଁଛ ମାଂସ ହଉଛି ସବୁଠାରୁ ମାନେ ମୂଲ୍ୟବାନ, ଆଉ ସେ ବହୁତ ଟେଷ୍ଟି। ଆଉ କଣ ନା ଯାହାର ଯୋଉ ରୋଗ ଥିବ, ଯାହାର ଯୋଉ ଦୋଷ ଥିବ, କଇଁଛ ମାଂସ ଖାଇଲେ ସେଟା ଭଲ ହେଇଯିବ ନାଇଁ। ତାପରେ ରାଜା କହିଥିଲେ କାହିଁକି ମାନେ ମତେ ରୋଷେଇ କରିକିନା ଏପର୍ଯ୍ୟନ୍ତ ଦେଇନଥିଲ? ସେଇ ଯୋଉ ଯିଏ ରୋଷେଇ କରନ୍ତି ରାଜ ଦରବାରରେ, ସେ କହିଥିଲେ କଣ? ଆଁ ନା ରାଜ ଦରବାରରେ ଏଇ ଯୋଉ ତାଙ୍କର ଯୋଉ ତାଲିକା ଥାଏ, ଖାଦ୍ୟ ତାଲିକା ରାଜାଙ୍କର, ଖାଦ୍ୟ ତାଲିକାରେ କଛପ ମାଂସ ନାହିଁ। ମୁଁ ସେଇଥିପାଇଁ ଆପଣଙ୍କୁ ରୋଷେଇ କରିକି ଦେଲି। ତାପରେ ଦେଖ, ସହସ୍ର ବର୍ଷରେ ଥରେ ଯାଇ ଶୂନ୍ୟରୁ କଚ୍ଛପ ସୃଷ୍ଟି ହୁଏ। ଆଉ ସେ କଚ୍ଛପ ମାଂସ ସହସ୍ର ଧରଣର ରୋଗ ବ୍ୟାଧି ଓ ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ। କହିଲେ ଦରବାରର କବିରାଜ ଜ୍ୟୋତିଷ, ଯିଏ ଜ୍ୟୋତିଷ ଥିଲେ, ସେ ଗଣନା କରି କହିଲେ କି ସହସ୍ର ବର୍ଷରେ ଥରେ ଆକାଶରୁ କଇଁଛ ପଡେ, ଆଉ ସେଇ କଇଁଛ ଯିଏ ଯୋଉଟା ପଡିଥିବ ଆକାଶରୁ, ସେଇଟାକୁ ଯିଏ ଖାଇବ, ତାର ଯେକୌଣସି ରୋଗ ଥିବ ସିଏ ଭଲ ହେଇଯିବ। ତାପରେ ଆଖି ଯୋଡିକର ଉପରାର୍ଦ୍ଧ ନିର୍ମିତ ରଖି ଓ ନିର୍ଣ୍ଣାତ ଦରବାରର ପଞ୍ଜିକା ଉପରେ ନିର୍ବନ୍ଧ ରଖି ସେ ଘୋଷଣା କଲେ, କିଏ ନା ଏବେ ଜ୍ୟୋତିଷ ଗଣନା କରୁଛନ୍ତି, ମାନେ କିଛି ଜଣ ମାନେ ଭାବି, ମାନେ ଉପରକୁ ଅନେଇକି ତଳକୁ ଅନେଇ କିଛି ଜଣ ଭାବିକି କହୁଛନ୍ତି କି ଆଜିଠାରୁ 900 ବର୍ଷ 9 ମାସ 9 ସପ୍ତାହ ଭବିଷ୍ୟତରେ 10 ସପ୍ତାହରେ ମାସଟିଏ ହେବ ବୋଲି ମୁଁ ଦେଖିପାରୁଛି। 9 ଦିବସ 9 ଘଣ୍ଟା ପରେ ଏହିପରି ଆଉ ଏକ କଚ୍ଛପ ଶୂନ୍ୟରୁ ଖସିବ ବୋଲି ମୁଁ ଏଇଥିରେ ଭବିଷ୍ୟତବାଣୀ କରୁଛି। ମାନେ ଏଇଟା କିନ୍ତୁ ସତ୍ୟ। କିଏ ଭାବୁଛି ଏଇଟା କିନ୍ତୁ ସତ୍ୟ କଥା ନୁହଁ, ମାନେ ସିଏ ନିଜକୁ ମାନେ ଜ୍ଞାନୀ ବୋଲେଇବା ପାଇଁ ରାଜାଙ୍କ ଆଗରେ ମିଛ କଥା କହିଥିଲା। ଭାବ 900 ବର୍ଷ 9 ମାସ 9 ଦିନ 9 ଘଣ୍ଟାରେ ହେଲା, ମାନେ ସେତେବେଳେ କଚ୍ଛପ ପଡିବ, କିନ୍ତୁ ରାଜା ତାଙ୍କୁ କହିଲେ କି ଆଜି ଯୋଉ କଚ୍ଛପଟା ଆକାଶରୁ ପଡିବ ବୋଲି, କାହିଁ ତମେ ତ ଆଗରୁ ଗଣନା କରୁନଥିଲ? କିନ୍ତୁ ଆଗ 9 ବର୍ଷ କାଳେ ରାଜା ତାଙ୍କୁ ପଚାରିବେ କି, ତା ଆଗରୁ ସେ ତାଙ୍କର ଜ୍ଞାନ ଟା ଦେଖେଇଦେଲେ, କିନ୍ତୁ ରାଜା ତାପରେ ତାଙ୍କୁ ପଚାରୁଛନ୍ତି କଣ
ନା କିନ୍ତୁ ଆପଣ ଏଇଟିରେ ପତନ ସମ୍ପର୍କରେ ଭବିଷ୍ୟତବାଣୀ କରିନଥିଲେ କାହିଁକି ମହାପଣ୍ଡିତ? ରାଜା ପ୍ରଶ୍ନ କଲେ। ହେଲା, ସେ କଣ କରିଥିଲେ, ସେ ଭାବିଥିଲେ କି ମୁଁ ଯଦି ଆଗରୁ କହିଦେବି କି ମୁଁ ଭବିଷ୍ୟତବାଣୀ ସତ କହୁଛି, ରାଜା ମତେ ଆଉ ପଚାରିବେନି କି ଜ୍ୟୋତିଷ ଏତେ ଜାଣିଛନ୍ତି ଆଉ। କିନ୍ତୁ ରାଜା ତାପରେ ପଚାରିଲେ କି ଆଜି ଯୋଉ କଇଁଛଟା ଆକାଶରୁ ପଡିଲା, ତମେ କଣ ପାଇଁ ଆଗରୁ ଭବିଷ୍ୟତବାଣୀ କରିନଥିଲ? ଛାମୁକୁ କେନ୍ଦ୍ର କରି ହିଁ ମୋର ସବୁ ଗଣନା। ଯେହେତୁ କଚ୍ଛ ମାଂସ ରାଜମଣହୁରେ ଅଯୋଗ୍ୟ, ତେଣୁ ଏ ଘଟଣାକୁ ମୁଁ ଉଲ୍ଲେଖଯୋଗ୍ୟ ବୋଲି ବିଚାର କରିନଥିଲି। ଉତ୍ତର ଦେଲେ ମହାପଣ୍ଡିତ। ସେ କହିଲେ କଣ ଛାମୁ କି? ନା ମୋର ରାଜାଙ୍କୁ ନେଇ ସବୁ ଗଣନା। ଯେହେତୁ ଆସ ଟୋଟା ଦେଖ, ସେ କହୁଛନ୍ତି ରାଜାଙ୍କୁ ନେଇକିନା ମୋର ସବୁ ଗଣନା। ଯେହେତୁ ରାଜମଣହିରେ କଚ୍ଛପ ମାଂସ ନାହିଁ, ସେଥିପାଇଁ ମୁଁ ଆଉ ତୁମକୁ ଆଉ କହିନି। ସେ କାହାକୁ? ନା ରାଜାଙ୍କୁ ଉତ୍ତର ଦେଲେ। ଇଏ ତ କଣଟା ଉତ୍ତର ଦେବେ ନା, ନହେଲେ ତାଙ୍କ ସିଏ ପଣ୍ଡିତ ଦେଖେଉଛନ୍ତି ବୋଲି ନହେଲେ ରାଜା ଜାଣିଦେବେ। କଚ୍ଛପ ଆଡକୁ ଦୃଷ୍ଟିପାତ କରି ରାଜାଙ୍କର ଅନ୍ତତଃ ଗୋଟିଏ ଚକ୍ଷୁ ଝଟକି ଉଠିଲା। ଏହା ଯେ ତଳେ ବହୁ ରୋଗ ଦୋଷ ଦୁର୍ବଳତାର ମହାସତୀ, ଏହାକୁ ରନ୍ଧନ କରି ପୀଡିତ ମାନଙ୍କୁ ଦେବାର ବ୍ୟବସ୍ଥା କରିବା। ହେଲା, ମାନେ ଯେହେତୁ ଜ୍ୟୋତିଷ ଯୋଉ ତାଙ୍କର ଯିଏ ରାଜବୈଦ୍ୟ ଥିଲେ, ସେ କହିଲେ କି ଏଇ କଚ୍ଛପ ଯିଏ ଖାଇବ ତାହାର ସବୁ ଦୋଷ ମାନେ ଭଲ ହେଇଯିବ। ରାଜା କହିଲେ ହଉ ଠିକ ଅଛି, ଆଜି ରୋଷେଇ ହବ, ତାହେଲେ ଯାହାର ଦୋଷ ଥିବ ତାକୁ ହିଁ କେବଳ ଏଇ କଚ୍ଛପ ମାଂସ ମିଳିବ। କହି ରାଜା ମୁଖ୍ୟ ପାଚକକୁ, ପାଚକ କିଏ? ଯିଏ ରୋଷେଇ କରନ୍ତି, ନେଇ ତৎକ୍ଷଣାତ୍ ରାନ୍ଧିବାକୁ ନିର୍ଦ୍ଦେଶ ଦେଲେ। କାହାକୁ? କଇଁଛକୁ। ଯଦିଓ ଛାମୁକ ଭଳି ମୁଁ ବି ଛାର କଚ୍ଛପ ମାଂସ ଖାଇବାକୁ ପସନ୍ଦ କରେ ନାହିଁ, ଏଇଥିରୁ ବରଂ ଫାଳେ ଖାଇଦିଏ। ଅଧିକ ଦକ୍ଷତା ସହ ରାଜସେବା କରିବା ନିମନ୍ତେ ମୁଁ ଗଣ୍ଠିବାତରୁ ସହଳ ମୁକ୍ତି ପାଇବା ଆବଶ୍ୟକ। କିଏ କହିଲେ? ନା ସେନାପତି। ଯେହେତୁ ରାଜା କହିଛନ୍ତି ଯାର ମାନେ ରୋଗ ଥିବ ବା ଦୋଷ ଥିବ ସିଏ ହିଁ ଖାଇବ, ତେଣୁକରି ମାନେ ସମସ୍ତଙ୍କର ବି ଟିକେ ଇଚ୍ଛା ଥିବ କି ସେ କଣ ଏତେ ଟେଷ୍ଟ ଲାଗେ ଆଉ ଏତେ ସବୁ ରୋଗ ଭଲ ହେଇଯିବ, ତାହେଲେ ଆମେ ଟିକେ ଖାଇବୁ ଆଉ। ତାପରେ ଫାଷ୍ଟ ମନ୍ତବ୍ୟ ଦେଲେ କିଏ? ନା ସେନାପତି। ସେନାପତି କହିଲେ ଯେହେତୁ ଏତେ କଥା ବୁଝୁଛି, ଆଉ ମୋର ଗଣ୍ଠି ବ୍ୟଥା ମାନେ ଆଣ୍ଠୁ ବ୍ୟଥା, ହେଲା, ମୋର ଗଣ୍ଠି ବ୍ୟଥା ହଉଛି, ତେଣୁକରି ମୁଁ ବି ଆଧରୁ ଫାଳେ ଖାଏ। ମାନେ କଚ୍ଛପର ଫାଳେ ସିଏ ଖାଏ। ପିଲାମାନେ କଇଁଛ କେମିତି ମରାଯାଏ ଜାଣିଛ? ଜାଣିନ? ତାକୁ କଣ କରିବେ, ଯୋଉ ଚୁଲି ଜାଣିଛ ନା? ଚୁଲିରେ ଜାଳ ପୁରା ଗରମ ପାଣି ହେଇଥିବ, ହେଲା, ମାନେ ତା ଉପର ଟା ପୁରା ଟାଣ ନା, ସେଠି ତ ବାଡେଇଲେ ସେ ମରିବନି। ତାକୁ କଣ କରିବେ, ଅଧା ସେଇଠି ପିଟିବେ, ଯେତିକି ସେ ମରିଥିବ। ନହେଲେ ସେଇ ଯୋଉ ଗରମ ପାଣି ଫୁଟୁଥିବ ତା ଦେହରେ ତାକୁ ପକେଇଦେବେ। ତାପରେ ଗୋଟେ ଥାଳି ପ୍ଲେଟରେ ଥୋଇ ତାପରେ ଇଟା ଥୋଇଦେବେ, ସେଇଥିରେ ଛଟପଟ ହେଇକି ଦେଖିଛି। ନାଇଁ, ଯୋଉ ଆମ ଘର ପାଖରେ ମାନେ ଇଏ ଆଣିକି ଜେଝୁରିଆ କରିକି ଖାଆନ୍ତି, ଦେଖିଛି କେମିତି ମାରନ୍ତି। ସେଗୁଡା କିଏ? ନାଇଁ ନାଇଁ, ଯୋଉ ପ୍ରକୃତରେ ମାନେ କଇଛ ମାଂସ ଖାଇଲେ ଥଣ୍ଡା ଫଣ୍ଡା ବେଶୀ ହୁଏନି। ଜେଜେ ହେରିକା କୁହନ୍ତି। ଦେଖ ପିଲାମାନେ, ହେଲା, କିଏ ସେନାପତି କହିଲେ? ଏଇ ଯୋଉମାନେ ଆସିନଥିଲ ଏଇ ବିଷୟଟା ପ୍ରଥମରୁ ପଢିଦବ, ବୁଝିପାରିବ, ଏଟା ସହଜ ବିଷୟ ଅଛି। ଦେଖ, ସେନାପତିଙ୍କର ଘୋଷଣାର ପ୍ରତିଧ୍ୱନି, ଏଇ ସେଇଠି ଯେ ବସ ସେ ଡୋର ଟିକେ ଦେଇଦବା ସାଉଣ୍ଡ। ସେନାପତିଙ୍କର ଘୋଷଣାର ପ୍ରତିଧ୍ୱନି ନିର୍ଗତ ହେଲା ସମସ୍ତ ମନ୍ତ୍ରୀ ଓ ସଭାସଦଙ୍କ କଣ୍ଠରୁ। ସମସ୍ତେ ଅଧିକ ଦକ୍ଷ ରାଜସେବା ନିମନ୍ତେ କଚ୍ଛପର କିୟତ ସେମାନେ ଭକ୍ଷଣ କରି କୌଣସି ନା କୌଣସି ରୋଗରୁ ମୁକ୍ତି ପାଇବାକୁ ଆଗ୍ରହୀ ଥିଲେ। ସେ କହୁଛନ୍ତି କି କି ଆମ ପୂର୍ବ ପୁରୁଷ ବି ଯିଏ ଥିଲେ ସିଏ ବି ଏମିତି କଣ କରୁଛନ୍ତି, ମାନେ ସଭାସଦ ମାନେ ଯୋଉମାନେ ସବୁ ପ୍ରଜା କଟକ ଥିଲେ, ସେମାନେ କହିଲେ ଆମର ପୂର୍ବ ପୁରୁଷ ମାନେ ବି ତାଙ୍କର ଯେ କୌଣସି ଆଗରୁ ତ ମାନେ ବେଶୀ ମାନେ ହସ୍ପିଟାଲ ହେରିକା ନଥିଲା, ସେମାନେ କୋଉଥିରୁ ମାନେ ମୁକ୍ତି ପାଉଥିଲେ ରୋଗରୁ? ନାଇଁ କଚ୍ଛପ ମାଂସ ଖାଇକି ନାହିଁ ସେ ମୁକ୍ତି ପାଉଥିଲେ। ଆମ ଦୁଇ ମହାନ ଦେଶ ମଧ୍ୟରେ ମୈତ୍ରୀ ଗାଢତର କରିବାର ଆବଶ୍ୟକତା ଦୃଷ୍ଟିରୁ ମୁଁ ମଧ୍ୟ କିଛି କଚ୍ଛ ମାଂସ ଭକ୍ଷଣ କରିବି। କିଏ କହିଲେ? ନା ଯିଏ ବିଦେଶୀ ରାଜଦୂତ ଆଇଥିଲେ, ଯିଏ କହିଥିଲେ ଆମ ରାଜ୍ୟରେ କଣ ଉଡୁଛି? ଘୁଷୁରୀ ଉଡୁଛନ୍ତି। ଆଉ ତାଙ୍କୁ ଉଡେଇ ନଉଛି କିଏ? ନା ମଇଁଷି ଭଳି ମାନେ ସବୁ ବୃହଦଗାର ବିହଙ୍ଗ, ନାଇଁ? ଇତି ମଧ୍ୟରେ ସିଏ ବି କହିଲେ ଯେ ଦେଖ, ସିଏ ଯେହେତୁ ବାହାର ଦେଶରୁ ହେଇଛନ୍ତି, ସିଏ କାରଣ ଖାଉନଥିବେ କଇଁଛ ମାଂସ। ସିଏ କହିଲେ ଯେହେତୁ ଆମ ଦେଶ ଦେଶ ଭିତରେ ରାଜ୍ୟ ରାଜ୍ୟ ଭିତରେ ସମ୍ପର୍କ ଦୃଢ ହବା ପାଇଁ, ତାପରେ ମୁଁ ବି ଟିକେ ଖାଇବା ଦରକାର, ହେଲା। ଇତି ମଧ୍ୟରେ ରାଜାଙ୍କୁ ନିମନ୍ତେ ଚଳନ୍ତି ସିଂହାସନଟିଏ ଛାତ ଉପରୁ ଅଣା
ସରିଥିଲା ସେ ତହିଁରେ ଉପବେଶନ କରନ୍ତେ ଅନ୍ୟମାନେ ତଳେ ବସିବେ। ଦେଖ ପିଲାମାନେ, ରାଜା କଣ କରୁଥିଲେ, କଇଁଛକୁ ଦେଖିବା ପାଇଁ ପୁରା ଚିଆର ଉଠେଇ ଦେଇ ପଳେଇଥିଲେ ଛାତ ଉପରକୁ। ହେଲା, ବସିବେ ସେଠି, ରାଜା କଣ ଠିଆ ହେଇକି ଦେଖିବେ? ସମସ୍ତେ ପ୍ରଜା ସେନାପତି ସିନା ଠିଆ ହେବେ, ରାଜା ଠିଆ ହେବେ? ସେଠୁ ସିଏ କଣ କଲେ ନା ତଳକୁ ଆଣିକିନା ଥୋଇଲେ, ରାଜା ବସିଲେ ଚେୟାରରେ, ଆଉ ସବୁ ତଳେ ବସିଲେ। ଯାହାର ସର୍ବାଧିକ ପ୍ରୟୋଜନ କଚ୍ଛପ ତାକୁ ହିଁ ମିଳିବ। ହେଲା, ସେ କହୁଛନ୍ତି ମାନେ ଯାହାର ପ୍ରୟୋଜନ ମାନେ ଯାହାର ଦେହ, ଯାହାର ରୋଗ ଅଧିକ ଥିବ ତାକୁ ହିଁ ଦିଆଯିବ କଇଛ ମଣିଷ। ସେ କଥା ଆମେ ଦେଖିବୁ, କିନ୍ତୁ ଜୀବ ଶୂନ୍ୟରୁ ଖସିଲା ବେଳେ କିଛି ଗୋଟେ କହିବାର ଆମେ ଶୁଣିବୁ। ସେଇଟା କଣ? ବୃହତ୍ତମ କାନ ସମ୍ବଳିତ ସଭାସଦକୁ ରାଜା ପ୍ରଶ୍ନ କଲେ। ଦେଖ ତାଙ୍କ ମାନେ ସେ ଯୋଉ ରାଜ ଦରବାରରେ ଜଣେ ଥିଲା, ତାର ପୁରା ଯେମିତି କହିଲ ପୁରା ବଡ ବଡ କାନ। ହେଲା, ପୁରା ବଡ ବଡ କାନ। ସେ କହିଲେ କଣ ନା ଯାହାର ବଡ କାନ, ମାନେ କଣ ରାଜ ଦରବାରରେ ସବୁ ବର୍ଗର ଲୋକ ଥାନ୍ତି, କାରଣ କୋଉଠି କିଏ ଯୁଦ୍ଧ ପାଇଁ ଆସିଲା, ମାନେ ସିଏ କଣ ଯାହାର ବଡ କାନ ସିଏ ଶୀଘ୍ର ଶୁଣିପାରିବ ନା। ସେଥିପାଇଁ ଯାହାର ବଡ କାନ ତାକୁ ଡାକ। ରାଜ ସେଠୁ ତାକୁ ଡାକିଲି, କହିଲେ ଯେତେବେଳେ ଉପରୁ କଇଁଛ ଟା ଘୁରି ଘୁରି ପଡିଲା, ସେତେବେଳେ କଣ ଗୋଟେ ଶବ୍ଦ କରୁଥିଲା, ସେ କି ଶବ୍ଦ? ସେ ଯୋଉ ବଡ କାନ ଯିଏ, ସିଏ କହିଲା ଆଉ ରାଜା, ସିଏ କହିଥିଲା କି ବୁଧୁ। ସେ ବୁଧୁ କହିଥିଲା ବୋଲି ତଳକୁ ପଡି ଯାଇଥିଲା। ରାଜା କହିଲେ ସେ ବୁଧୁ ସେ କାହାକୁ କହିଥିଲା। ହେଲା, ତାରି ଉପରେ ଏବେ ଚର୍ଚ୍ଚା ଚାଲିବ। କହିବାକୁ ଛାତି ଫାଟି ଯାଉଛି ମଣିମା। ସଭାସଦ ତାଙ୍କର ଅନୁକରଣୀୟ ଲମ୍ବା କର୍ଣ୍ଣଯୁଗଳ ଆଉଁସି କହିଲେ, ଜୀବଟି ବୁଧୁ ବୋଲି ଉଚ୍ଚାରଣ କରିଥିଲା। ବିଚିତ୍ର, କିନ୍ତୁ କାହାକୁ ଉଦ୍ଦେଶ୍ୟ କରି ସେ ସେଇଭଳି ସମ୍ବୋଧନ କରି ଯାଇପାରେ? ଆମ ଭିତରେ ପୁଣି ବୁଧୁ କିଏ? ରାଜା ବିସ୍ମୟ ହୋଇ ସମସ୍ତଙ୍କୁ ପଚାରିଲେ କି ଆମ ଭିତରେ ବୁଧୁ କିଏ? ବୁଧୁ ଅର୍ଥ କଣ? ଗମ୍ଭୀର ମୌନତା ଭିତରେ ସଭାସଦ ବର୍ଗ ପରସ୍ପର ପ୍ରତି ଘନ ଘନ ଦୃକ୍ପାତ କରିବାକୁ ଲାଗିଲେ। ମାନେ କଣ ନା, ଇଏ ତା ଆଡକୁ, ସିଏ ତା ଆଡକୁ, ସିଏ ତା ଆଡକୁ, ମାନେ ସବୁ ଅନାଅନି ହେଲେ। ବୁଧୁ ସ୍ୱୟଂ ମାନି ନଥିଲେ ଆମ୍ଭକୁ ବାତିଲ ଦ୍ଵାରା ତାଙ୍କୁ ଆବିଷ୍କାର କରିବାକୁ ହେବ କହି ରାଜା ଅପେକ୍ଷା କଲେ। ନୀରବତା ସେହିପରି ଘନତର ହୋଇ ଉଠିଲା। ରାଜା କହିଲେ, ସତ ସତ ମାନିଯାଅ, ସେ ବୁଧୁ କାହାକୁ କହିଥିଲା। କିନ୍ତୁ ଏଠି ପ୍ରକୃତରେ ବୁଧୁ କିଏ? ରାଜା ନୁହଁ, ସିଏ ବୁଧୁ କହିକିନା ପଡିଲା, ପୁଣି ବୁଧୁ ସିଏ କାହାକୁ କହିଥିଲା? ସେଠି ତ ସମସ୍ତେ ଠିଆ ହେଇଥିଲେ ନା, ସେ କାହାକୁ କହିଥିଲା? ନା କଚ୍ଛପ ମନ ଭିତରେ କିଏ କହିଛି? ହେଲା, ଲାଷ୍ଟ କୁ ଗଣନା ହବ କି ରାଜା ହିଁ ହଉଛନ୍ତି ବୁଧୁ। ହେଲା, ସେଠୁ ସମସ୍ତେ କହିଲେ କିଏ ବୁଧୁ, କିଏ ନିଜକୁ ନିଜ ବୁଧୁ କହିବ? ସମସ୍ତେ ସେଠୁ କଣ କଲେ ନା, ସେମିତି ନୀରବ ରହିଲେ। କେହି କହିଲେନି କି ମାନେ ମତେ ବୁଧୁ କହିଥିଲେ କଣ, କେହି କହିଲେ। ଆମ ସମ୍ମାନିତ ଅତିଥି ବିଦେଶୀ ରାଜଦୂତ ମହୋଦୟ ତାଙ୍କ କୂଟନୈତିକ ବୈଶିଷ୍ଟ୍ୟ ଦୃଷ୍ଟିରୁ ବୁଧୁ ପଦବାଚ୍ୟ ହୋଇ ନ ପାରନ୍ତି। ରାଜା କହିଲେ ସେ ଯେହେତୁ ବିଦେଶୀ ରାଜଦୂତ, ସେ କେବେ ବି, ଯେହେତୁ ଗୋଟେ ରାଜ୍ୟ ଚଳଉଛନ୍ତି, ସେ କେବେ ବି ମାନେ ବୁଧୁ ହେଇନଥିବେ। ତାଙ୍କ ଦୋଷ ସଇଲା। ହେ ହେ ମଣିମା, ରାଜଦୂତ ଉଚିତ ଲଜ୍ଜା ସହକାରେ ମୁଣ୍ଡ ହଲାଇ ରାଜାଙ୍କର ବକ୍ତବ୍ୟ ପ୍ରତି ସମର୍ଥନ ଜଣାଇଲେ। ନାଇଁ, ସିଏ କହିଲେ ନାଇଁ ନାଇଁ, ମୁଁ ବୁଧୁ ନୁହଁ, ସିଏ ମତେ ବୁଧୁ କହିଲି। କିଏ ନା ବିଦେଶୀ ରାଜଦୂତ କହିଲେ। ଆମ ମନ୍ତ୍ରୀ ମାନଙ୍କୁ ହୁଏତ ମନ୍ତ୍ରୀ ନହେଲେ ବୁଧୁ, ସେମାନେ ଏକାଧାରକରେ ଉଭୟ ହୋଇ ନ ପାରନ୍ତି। ମାନେ ରାଜା କହିଲେ ଆମ ମନ୍ତ୍ରୀ ମାନେ ବୁଧୁ ହେଇଥିବେ ନା, ମନ୍ତ୍ରୀ ମାନେ ଏକା ସାଙ୍ଗେ ମନ୍ତ୍ରୀ ତ ହେଇଛନ୍ତି, ବଟ ବୁଧୁ କଣ ହେବେ? ସେମାନେ ବି ବୁଧୁ ହେଇନଥିବେ। ଠିକ ମଣିମା, ଆମ୍ଭେ ମାନେ ମନ୍ତ୍ରୀ ମାତ୍ର। ଆଶ୍ୱସ୍ତ ସ୍ମିତ ହସ୍ତମାନ ଫୁଟାଇ ମନ୍ତ୍ରୀ ବର୍ଗ କହିଲେ। ଯୋଉମାନେ ସବୁ ମନ୍ତ୍ରୀ ଥିଲେ ସେମାନେ କହିଲେ ଆମେ ବି ବୁଧୁ ହେଇନଥିଲୁ। ଆମ ସେନାପତି ଯିଏକି ସର୍ବ ସମକ୍ଷରେ ଏଇପରିକି ଜଣେ ବିଦେଶୀ ଦୂତଙ୍କ ଉପସ୍ଥିତି ସତ୍ତ୍ୱେ ନିଜ ଗଣ୍ଠିବାତର ରହସ୍ୟ ପ୍ରକାଶ କରିଦେଲେ, ସେ ନିଶ୍ଚୟ ତାଙ୍କ ଚେହେରାରୁ ଯେତିକି ଜଣା ପଡୁଛି, ସେ ତୁଳନାରେ ଅଧିକ ବିଜ୍ଞ। କାରଣ କି ସିଏ କହୁଛନ୍ତି କି ମାନେ ବିଦେଶୀ ରାଜଦୂତ ଜଣେ ଆସିଥିଲେ, ତାଙ୍କ ଆଗରେ ମାନେ କେତେ ବଡ ଲୋକଙ୍କ ଆଗରେ ଯେହେତୁ ସେ କହିଲେ କି ନାଇଁ, କଚ୍ଛପ ମାଂସ ଯିଏ ଖାଇବ ତାର ଗଣ୍ଠି, ମାନେ ଯେକୌଣସି ଦୋଷ ଥିବ ମାନେ ତାର କଟିଯିବ। ବି ରାଜଦୂତଙ୍କ ଆଗରେ ବି କହିଲେ, ସେନାପତି ଫାଷ୍ଟ କହିନଥିଲେ କି ମୋର ଗଣ୍ଠି ବାତ ଅଛି, ମୁଁ ମାନେ ତା ଦେହରୁ ଫାଳେ ଖାଇବି। ଯେହେତୁ ସେ ଏତେ ସାହସ କରି କହିଲେ, ସେ କଦାପି ବୁଧୁ ହେଇନଥିଲେ। କିଏ? ସେନାପତି ଗଲେ, ମନ୍ତ୍ରୀ ଗଲେ, ଆଉ କିଏ? ବିଦେଶୀ ରାଜଦୂତ ବି ଗଲେ, ବୁଧୁ ଇଏରେ। ଆଉ କିଏ ରହିଲେ? ସେନାପତି ବିକଳ ହସ ହସି ସମସ୍ତଙ୍କ ମୁହଁକୁ ଅନାଇଲେ। କ୍ରମେ ଏହିପରି ବାତିଲ ନୀତିରେ ଜଣେ ଜଣେ ହୋଇ ସମସ୍ତେ ସଭାସଦ ବୁଧୁ ହୋଇଥିବାର ସମ୍ଭାବନାରୁ ମୁକ୍ତ ହେଲେ।
ଯେତେବେଳେ ଶେଷ ଆଶ୍ୱାସନାର ଦୀର୍ଘଶ୍ୱାସ ଶୁଣାଗଲା ସେତେବେଳେ ରାଜା ହତାରୁ କାନ୍ଦି ଉଠି କହିଲେ ବାକି ରହିଲି ମୁଁ ହଉଛି ବୁଧୁ ହେଲା। ତାପରେ କଣ ନା ସମସ୍ତ ସଭାସଦ କାନ୍ଦି ଉଠିଲେ ଏଇ ରାଜା କାହିଁକି କହିଥିଲେ ବୁଧୁ ଶବ୍ଦ ଏଇଠି ଜାଣିବ ହେଲା। ଦେଖ କିନ୍ତୁ ରାଜାଟିଏ ବୁଧୁ ହେଲେ ଚଳିବ କି? ଆବଶ୍ୟକ ହେଲେ ରାଜ ପରିବାରର ପବିତ୍ର ପରମ୍ପରା ଭଙ୍ଗ କରି ଏହି ଅସାଧାରଣ କଚ୍ଛପଟି ସମ୍ଭବ ହେଲେ ସମସ୍ତ କଚ୍ଛପଟି ଖାଇଦେଇ ମୁଁ ବୁଧୁ ରୋଗ ବ୍ୟାଧିରୁ ମୁକ୍ତି ହେବା ଜରୁରୀ ନୁହେଁ କି? ରାଜା ଏହା କହିସାରି ରନ୍ଧା କଚ୍ଛପ ସମସ୍ତେ ସଦ୍ୟ ପହଞ୍ଚିଥିବା ପାଚକକୁ ଇଙ୍ଗିତ ଦିଅନ୍ତେ ପାଚକର ସହକାରୀ ନିଜ ହାତ ପାହାନ୍ତାରେ ଥିବା ମନ୍ତ୍ରୀଟିର ପଗଡି ଓଟାରି ଆଣି ରାଜାଙ୍କର କୋଳରେ ବିଛାଇ ଦେଲା ଓ ପାଚକ ତହିଁ ଉପରେ ସହପାତ୍ର କଚ୍ଛପ ଥୋଇଦେଲା ହେଲା। ସିଏ କହିଲେ ଗୋଟା ରାଜ୍ୟ ଯିଏ ଚଳଉଛି ଯଦି ରାଜା ବୁଧୁ ହେଲେ ଚଳିବ କି? ଯେହେତୁ ମାନେ ମୁଁ ଏତେ ଅଯୋଗ୍ୟ ତାହେଲେ ସେ କଚ୍ଛପ ମାଂସ ଯେତେ ରନ୍ଧା ହେଇଛି ସବୁ ଯାକ ମୁଁ ଖାଏ। ବୁଝିପାରିଲ ରାଜା କାହିଁକି ବୁଧୁ ଶବ୍ଦ କହିଥିଲେ? କାରଣ ସିଏ କହିଲେ କଣ ମୁଁ ସମସ୍ତଙ୍କୁ ମୁକ୍ତ କରିଦେବି ଲାଷ୍ଟକୁ ଯେହେତୁ କଚ୍ଛପ ମାଂସ ଏତେ ଟେଷ୍ଟି କାରଣ ମୁଁ ସମସ୍ତଙ୍କୁ ନ ଦେଇ ମୁଁ ରାଜା କେବେ ହେଲେ ଖାଇପାରିବିନି। ତେଣୁକରି ଯଦି ମୁଁ ବୁଧୁ ଶବ୍ଦ ଟା କହିଦେବି ତାହେଲେ ମାନେ ମୁଁ ଲାଷ୍ଟକୁ କହିଦେବି ମୁଁ ବୁଧୁ ଆଉ ସବୁ ମାଂସ କଚ୍ଛପ ମାଂସ ମୁଁ ହିଁ ଖାଇଦେବି ହେଲା। କାଳେ ଆଉ କିଏ ଖାଇଦବ ରାଜା କଣ କରିଥିଲେ ଯିଏ ପାଚକ ଯିଏ ରୋଷେଇ କରି ସାଙ୍ଗେ ସାଙ୍ଗେ ଆଣି ଥୋଇଲା କହିଲା ଯେହେତୁ ମୁଁ ବୁଧୁ ମୁଁ ହିଁ ସବୁ କଚ୍ଛପ ମାଂସ ଖାଇବି। ମାନେ କାଳେ ମାନେ ସେ ରାଜଦରବାରରେ ଆଉ କିଏ ଖାଇଦବ ତାଙ୍କ ଯୋଉ ପାଖରେ ଯିଏ ମନ୍ତ୍ରୀ ବଇଥିଲେ ସେ ଯୋଉ ଟୋପି ଲଗେଇଥିଲେ ସେ ଟୋପିକି ଆଣିକିନି ତାଙ୍କ ଗୋଡ ଉପରେ ଥୋଇଦେଲେ ତାପରେ ସେ ଯୋଉ ପାଚକ ଯିଏ କଇଁଛ ମାଂସ ସବୁ ଓଜାଡି ଦେଲା ତାପରେ ରାଜା ଖାଇଦେଲେ ମାନେ ଟୋପିରେ ଖାଇଦେବେ ସବୁ। ରାଜା ବହୁତ ଅସନା ନୁହଁ ହେଲା। ତାପରେ ଦେଖ ଭାଇ ସଭାସଦ ବର୍ଗଙ୍କର କାନ୍ଦ ଅବହେତ ଥାଉ ଥାଉ ରାଜା ଗମ୍ଭୀର ମନୋଯୋଗ ସହକାରେ ପାତ୍ରଟି ପୁରା ଖାଲି କରିଦେଲେ। ତାଙ୍କ ଯୋଉ ଟୋପିରେ ଯୋଉ ଖାଉଥିଲେ ଖାଇକି ପୁରା ସଫା କରିଦେଲେ ହେଲା। ତାପରେ କହିଲେ ଚୁପ୍ କର ରାଜାଙ୍କର ଧମକ ବୁଲଡୋଜର ପରି ସଭାସଦଙ୍କର କୋହ କାନ୍ଦଟାକୁ ମାଡି ଚମକ ସ୍ତବ୍ଧ କରିଦେଲା। ବୁଲଡୋଜର ମାନେ ପୁରା ଜୋର ଶବ୍ଦ ହେଲା। ମାନେ ଚୁପ୍ କର କହିଲେ ମାନେ ଲୋକମାନେ ଯୋଉ ଯେତିକ ସବୁ ସଭାରେ ସବୁ ଥିଲେ ଲୋକମାନେ ସମସ୍ତେ ପୁରା ଆଶ୍ଚର୍ଯ୍ୟ ହେଇଗଲେ। ରାଜା ପୁଣି ଯୋଉ ମନ୍ତ୍ରୀର ଟୋପି ଆଣି ତା ଦେହରେ କଚ୍ଛପ ମାଂସ ଖାଇଲେ ହେଲା। ତତ୍ପରେ ନିଶ ପୋଛି ରାଜା ରାଜଦୂତଟି ଉପରେ ଦୃଷ୍ଟି ନିବଦ୍ଧ କଲେ ଓ କହିଲେ ଶୁଣ ଦୂତ ମହୋଦୟ ମାସଟିଏ ସମୟ ଦେଲି କିଏ ନା ଯୋଉ ବିଦେଶ ରାଜଦୂତ ଯିଏ ଆଇଥିଲେ ତମ ରାଜ୍ୟରେ ସୁଲଭ ଥିବା ମଇଁଷି ଆକାରର ବିହଙ୍ଗରୁ ହଳେ ନେଇ ଆସ ନହେଲେ ତମ ରାଜ୍ୟର ଆମ ଏକ ହଁ ତମ ରାଜ୍ୟ ଆମର ଏକ ତାଲକରେ ପରିଣତ ହେବ ଦୀର୍ଘ କାଳ ହେବ ଆମର କୌଣସି ମହତ କାର୍ଯ୍ୟରେ ହାତ ଦେଉ ମାନେ କଣ ମାନେ କିଛି ଆଶ୍ଚର୍ଯ୍ୟକର ଘଟଣା ଆମ ଆମ ରାଜ୍ୟରେ ଆଜି କଇଁଛ ଉଡିଲା ତମ ରାଜ୍ୟରେ କଣ ନା ଯୋଉ ଘୁଷୁରୀ ଉଡନ୍ତି ଯଦି ଘୁଷୁରୀ ଆଉ ଯଦି ମଇଁଷ ହଳେ ଆଣିବ ଯଦି ମୁଁ ଦେଖେଇବି କି ଆମ ରାଜ୍ୟରେ କି ମଇଁଷ ଉଡୁଛି ଏଇଟା କଣ ଗୋଟା ମହତ୍ଵ କାର୍ଯ୍ୟ ଆଶ୍ଚର୍ଯ୍ୟ କଥା ନା ନାଇଁ ଲୋକମାନେ ରାଜାଙ୍କୁ ମାନେ ଭଲ କହିବେ କି ରାଜା ଗୋଟେ ବାହାର ଦେଶରୁ ଗୋଟେ ଏତେ ଭଲ କଥା ଆଣିକି ନା ମାନେ ମଇଁଷି ଭଳିଆ ବଡ ବଡ ପକ୍ଷୀ ସବୁ ଉଡୁଛନ୍ତି ହେଲା। ଦୀର୍ଘ କାଳ ହେବ ଆମ କୌଣସି ମହତ କାର୍ଯ୍ୟରେ ହାତ ଦେଉନାହିଁ ଫଳରେ ଆମ ସୈନ୍ୟ ମାନେ ମୋଟା ହେଇଯାଉଛନ୍ତି ସେନାପତି ଗଣ୍ଠିପାତ ଭୋଗୁଛନ୍ତି ଯୁଦ୍ଧଟିଏ ଅଭାବରୁ ଏ ଦୁର୍ଦ୍ଦଶା ସିନା ସେ କହିଛନ୍ତି ରାଜା ଆଉ ତମେ ନେଇ ଆସ ଆଉ କଣ ନା ଗୋଟେ ଯୁଦ୍ଧର ବ୍ୟବସ୍ଥା କର କାରଣ ଆମର ସବୁ ଯୋଉ ସେନାପତି ପ୍ରଜା ସବୁ ଅଛନ୍ତି ସେମାନେ ସବୁ କଣ ନା ଯୁଦ୍ଧ ନକରି ନା ସବୁ ମାନେ ଖଣ୍ଡିଆ ହେଇଗଲେ ତେଣୁକରି ଗୋଟେ ଏ ସବୁ ଯୁଦ୍ଧର ଅଭାବରେ ଏସବୁ ହଉ ସରିଗଲା ଗପ। ଗପ ବୁଝିପାରିଲ ଯିଏ ଅଧା ପଢିଛନ୍ତି ପଢିବ କ୍ୱେଶ୍ଚିନ୍ ଆନ୍ସର କରିବା। 1 ନମ୍ବର ଦେଖ 1 ନମ୍ବର ଦେଖ ସରୋବରରେ ରହୁଥିବା କଚ୍ଛପଟିର ନାମ କଣ ଥିଲା?
କମ୍ବଗିରିବ କଣ ଥିବାରୁ ତାର ପରିବେଶ ତାକୁ ସନ୍ତୁଷ୍ଟ କରିପାରୁନଥିଲା। ଗଛପଟି କୂଳକୁ ଉଠି ଯାଇ କେଉଁଥିରେ ବିଚରଣ କରୁଥିଲା। ଗଛପଟି ଆଖି ବୁଜି କେଉଁଠି ଭଳିକି ଭଳି ଅଜବ ଦୃଶ୍ୟ ଦେଖେ। କୋଉଠି ସ୍ୱଚ୍ଛ ସରବର ବିମୁକ୍ତ କଳ୍ପ ଲୋକରେ। ବିମୁକ୍ତ କଳ୍ପ ଲୋକରେ ଆଖି ବୁଜି। କେତେବେଳେ ଦୁଇ ଗୋଟି ହଂସ ସରୋବରରେ ଉପନୀତ ହେଉଥିଲେ। ଖଣ୍ଡିଏ କାଠିର ଦୁଇ ପ୍ରାନ୍ତକୁ କିଏ କାମୁଡି ଧରିଲେ। ପରୀକ୍ଷା ସଫଳ ବୋଲି କିଏ କହିଥିଲେ। ଶୂନ୍ୟରେ ଥିବା ଯାଏ ମୁହଁ ନ ଖୋଲିବାକୁ କିଏ କମ୍ବଗିରିକୁ ଚେତାଇ ଦେଇଥିଲା। ଆକାଶର ଭବିଷ୍ୟତ ଅନ୍ଧକାର ବୋଲି କିଏ ଭବିଷ୍ୟତ କରିଥିଲେ। ହଂସ ମାନେ ବିଶ୍ୱାସଘାତକ ବୋଲି କିଏ କହିଛି। କଣ ନାଇଁ ବକ କହିଥିଲା ବା। କେଉଁ ଶବ୍ଦଟିକୁ କମ୍ବଗିରିବ ଗଳା ଧକରଣ କରି ନେଇଥିଲା। ରାଜା ଉଡନ୍ତା ଗଛପଟିକୁ ଦେଖି କଣ କହିଲେ। ମୋ ପାଟି ଶୁଭୁନି ପୁଅ ପିଲା ମାନଙ୍କର। କଣ ବା ମୋ ପାଟି ଶୁଭୁନି ତମମାନଙ୍କର। ତାଙ୍କ ରାଜ୍ୟରେ କିଏ ଉଡିଯିବାର ଦେଖାଯାଏ ବୋଲି ବିଦେଶୀ ରାଜଦୂତ କହିଥିଲେ। ବିଦେଶୀ ରାଜଦୂତଙ୍କ ରାଜ୍ୟରେ କେଉଁଭଳି ବୃହଦାକାର ବିମାନ ଅଛନ୍ତି। କେତେ ବର୍ଷରେ ଥରେ ଶୂନ୍ୟରୁ କଚ୍ଛପ ବୃଷ୍ଟି ହୁଏ ବୋଲି କୁହାଯାଇଛି। କଚ୍ଛପ ମାଂସ କାହାର ଅଯୋଗ୍ୟ ବୋଲି ମହାପଣ୍ଡିତ କହିଥିଲେ। ରାଜମଣୋହି। କାହା ଆଡକୁ ଦୃଷ୍ଟିପାତ କରି ରାଜାଙ୍କର ଗୋଟିଏ ଚକ୍ଷୁ ଝଟକି ଉଠିଥିଲା। ସେନାପତି କେଉଁ ରୋଗରୁ ମୁକ୍ତି ପାଇବା ପାଇଁ ଫାଳେ କଚ୍ଛପ ମାଂସ ଖାଇବାକୁ କହିଥିଲେ। ଶୂନ୍ୟରୁ ଖସିଲା ବେଳେ କଚ୍ଛପଟି କେଉଁ ଶବ୍ଦ ଉଚ୍ଚାରଣ କରିବ। କେଉଁ ବ୍ୟାଧିରୁ ସେ ମୁକ୍ତି ହେବା ଜରୁରୀ ବୋଲି ରାଜା କହିଥିଲେ। ରାଜାଙ୍କ କୋଳରେ ପାଚକ ସହକାରୀ କଣ ଖାଇଦେଇଥିଲେ। ରାଜାଙ୍କ ଧମକ କେଉଁଭଳି ସଭାସଦ ମାନଙ୍କ କୋହ କାନ୍ଦଣାକୁ ନିଃଶବ୍ଦ କରିଦେଇଥିଲା। ତାଙ୍କ ରାଜ୍ୟରେ ମଇଁଷି ଆକାରର ବିହଙ୍ଗରୁ କେତେ ନେଇ ଆସିବା କହିଥିଲେ। ମହତ କାର୍ଯ୍ୟ ବୋଲି ରାଜା କେଉଁ କାର୍ଯ୍ୟକୁ ଇଙ୍ଗିତ କରନ୍ତି। ଯୁଦ୍ଧ। ପିଲାମାନେ ତମର କାଇଁ ଆଉ ପିଲା ଆସିନାହାନ୍ତି। କଲେଜ ପଳେଇଛନ୍ତି ନା କଣ। ପୁଅ ପିଲା ବହୁତ ଆସୁଛନ୍ତି। ଛଅଟା ପଚାରିବା। ଅଛି 30ଟା ପଚାରିଦବା ଆଉ। କମ୍ବଗିରିବକୁ କେଉଁ ପରିବେଶ ସନ୍ତୁଷ୍ଟ କରିପାରୁନଥିଲା। ଫାଷ୍ଟ ପେଜରେ ଅଛି। ଗଛପଟି କାହିଁକି ନିଜ ଭାଗ୍ୟକୁ ଧିକ୍କାର କରୁଥିଲା। କାରଣ ସିଏ ବିହଙ୍ଗ ନ ହେଇକି ଯେହେତୁ କଇଁଛ ଜନ୍ମ ପାଇଥିଲା। କେଉଁମାନଙ୍କ ମଧ୍ୟରେ ତର୍କ ସଭା ହେବାର କମ୍ବଗିରିବ ଦେଖି ପାରୁଥିଲା। ନର ଆଉ ବାନର। ପ୍ରତି ଧାଡିରେ କୋଶ୍ଚିନ୍ ସେଇ ହିସାବରେ ଗପଟାକୁ ମନେ ରଖ। କେଉଁଠିକୁ ଯିବା ମାର୍ଗରେ ଦୁଇ ଗୋଟି ହଂସ ସରୋବରଟିରେ ସପ୍ତାହେ ବିଶ୍ରାମ ନେଉଥିଲେ। ସେପାରିସ୍ତ ସରୋବର। ହେଇ ତମେ ଦି ଜଣ କଣ ପାଠ ସାଠ ପଢୁନା କିଛି କଣ ଖାଲି ଗପିଲଣି କ୍ଲାସରେ। ତମେ ନେକ୍ସଟ କ୍ଲାସ ରୁ ଏଇଠି ଆଗକୁ ଆସିବ। ତମେ ତ ଦିଟା ବହି ଅଛି ଏଇଠି ଆଗକୁ ଆସ ବସିବା। ସାଙ୍ଗ ହେଇ ହଉଛନ୍ତି ଗପୁଛନ୍ତି ଖାଲି ଫୁକୁରା ଫୁକୁରି ହଉଛନ୍ତି। ହଂସ ଯୁଗଳ କେଉଁ ସମ୍ପର୍କରେ ଅବହିତ ଥିଲେ। ହଁ ସେଟା ଠିକ। କଚ୍ଛପର ଅନୁସନ୍ଧାନ ଯୋଉ କଚ୍ଛପ ଯୋଉ ଭାବିଥିଲା କି ବର୍ଷା ଦିନ ଆସିଲାଣି ମୋ ସାଙ୍ଗମାନେ ଆସିବେ ସପ୍ତାହେ ରହିବେ ମତେ ଗପ କହିବେ।
ନାଇଁ କଚ୍ଛପର ଅନୁସନ୍ଧିତ ବିଷୟ। ଅର୍ଦ୍ଧକୋଷ ଅତିକ୍ରମ କଲା ପରେ ହଂସ ଯୁଗଳ କଚ୍ଛପ କେଉଁଠି ଅବତରଣ କରିଥିଲେ? ଗୋଟା ଅନୁଜ ପାହାଡ। ମୃଦୁହାସ୍ୟ ସହକାର ବିକଟ କଣ ବ୍ୟକ୍ତ କଲା? ଶୂନ୍ୟରେ ଥିବା ଯାଏ ମୁହଁ ଖୋଲିବନି। ନାଇଁ କଚ୍ଛପ ଉତ୍କଣ୍ଠିତ ଭାବରେ କଣ ପ୍ରଶ୍ନ କଲା? ସିଏ ଯୋଉଟା ଛୋଟ ପାହାଡ ଉପରେ ଯୋଉ ମାନେ ପରୀକ୍ଷା କରୁଥିଲେ କି କଚ୍ଛପଟାକୁ ଆମେ ଆକାଶକୁ ଉଡେଇ ନେଇପାରିବୁ ନା ନାହିଁ। ତାପରେ ସେ ଯୋଉ ମାନେ ଛୋଟ ପାହାଡ ଉପରେ ରଖିକି ତାକୁ ଯୋଉ କହିଲେ କି ବନ୍ଧୁ ତମେ ଯେତେ ପର୍ଯ୍ୟନ୍ତ ଶୂନ୍ୟ ମାର୍ଗରେ ଥିବ ସେ ପର୍ଯ୍ୟନ୍ତ ତମେ ମୁହଁ ଖୋଲିବନି। ସେଠୁ ସିଏ ଯେତେବେଳେ କଣ କାରଣ କଇଁଛ ଟା ନୂଆ ନୂଆ ଉଡୁଥିଲା ତାକୁ ବହୁତ ମଜା ଲାଗୁଥିଲା ସେ କହିଲା ଆପଣ ଏତିକି କହିବା ପାଇଁ ତ ମତେ ଏଇଠି ଓହ୍ଲେଇଥିଲ ଏଇଟା ପ୍ରଶ୍ନ କରିଥିଲା। କମ୍ବୁଗିର୍ବ କିପରି ଚତୁର୍ଦିଗ ନିରୀକ୍ଷଣ କରିବାକୁ ଲାଗିଥିଲା? ବିସ୍ମୟ ଆଉ ପୁଲକ ବହୁତ ପୁରା ଆଶ୍ଚର୍ଯ୍ୟ ଆଉ ବହୁତ ଖୁସି ହେଇକିନା ଚତୁର୍ଦିଗ କଚ୍ଛପ ଗଦଗଦ କଣ୍ଠରେ କଣ କହିଥିଲା? ଆଁ ଇତିହାସରେ ମୋ ନାମ ଅମର ରହିବ। ମୁଁ ହଉଛି ପ୍ରଥମ ମହାକାଶଚାରୀ। ଦେଖିଲା ବେଳକୁ ତାପରେ ଝୋଳ ହେଇକିନି ଠିଆ ହେଇଛି। ଆକାଶର ଅକଳ୍ପନୀୟ ଦୃଶ୍ୟ ଦେଖି କେଉଁ ପକ୍ଷୀ ବିମୁଢ ପାଲଟି ଯାଇଥିଲା? ଘରଚଟିଆ। କେଉଁମାନଙ୍କୁ ସମ୍ଭ୍ରାନ୍ତ ପକ୍ଷୀ କୁହାଯାଏ? ପାରା ଆଉ ଚିଲ। ନିରାଶ ହଁ ନିରାଶବାଦୀ ପକ୍ଷୀ ଭାବରେ କିଏ ଜଣାଶୁଣା? ବକଟିଏ କଣ ମନ୍ତବ୍ୟ ଦେଇଥିଲା? କଣ କିଛି କହିପାରୁନାହାନ୍ତି ଜଣ ଆସିନଥିଲ। ବକ ମାନେ ଯୁଗେ ଯୁଗେ ଯୋଉ ହଂସ ମାନେ ଯୁଗେ ଯୁଗେ ବିଶ୍ୱାସ। ଆକାଶ ମାର୍ଗୀୟ ଅଭିନବ ଘଟଣାଟି ପ୍ରଥମେ କାହାର ଦୃଷ୍ଟିଗୋଚର ହୋଇଥିଲା? ଗାଈ। ଟୋକା ମାନେ କେଉଁଠାରେ ଅଟକି ଯିବାକୁ ବାଧ୍ୟ ହୋଇଥିଲେ? ନଈ କୂଳରେ ଯୋଉଠି ନଈ ପଇଲା ଦୌଡି ଦୌଡି ଯାଉଥିଲେ କଇଁଛ ପଛେ ପଛରେ ତାଳି ମାରିକିନା ଯୋଉଠି ନଈ ପଇଲା କଣ ନଈରେ ପହଁରି ପହଁରି ଯିବେ ଯୋଉଠୁ ସେଇଠି ଅଟକିଗଲେ। ହଂସ ମାନେ ବେଶୀ ଉପରକୁ ଉଠି ପାରୁନଥିଲେ କାହିଁକି? ବୃଦ୍ଧ ଜଣକ କାହା ସହ ନୌକାରେ ଫେରୁଥିଲେ? ଏକ ତରୁଣୀ। ବୃଦ୍ଧ ଜଣକ ମୁକୁଟ ସହ ଉଠି ଠିଆ ହେଲା ବେଳେ କଣ ଘଟିଥିଲା? ଭାରସାମ୍ୟ ହରେଇକିନା ପୁଣି ବସିଗଲେ। ବୁଦ୍ଧୁ ବୋଲି କହି ଆସୁଥିବା କମ୍ବୁକିର୍ବ ତାର ଉଦ୍ଗତ ଶବ୍ଦଟିକୁ କଣ କଲା? ଗଳା ଧକରଣ କରିଦେଲା। ପୁଣି ଯୋଉ ତଣ୍ଟି ପାଖରୁ ପୁଣି ଢୋକିଦେଲା। ତାଙ୍କ ରାଜ୍ୟରେ ଘୁଷୁରୀ ଉଡାଇ ନେବା କେଉଁମାନଙ୍କର ସଉକ ବୋଲି ବିଦେଶୀ ରାଜଦୂତ କହିଥିଲେ? ମଇଁଷି ମାନଙ୍କ। ଯୋଉମାନେ ଆସିନଥିବ ସେମାନେ ଜାଣିଲ କହିପାରୁନ କେଇଟା କୋଶ୍ଚିନ୍ ସବୁ ଅଛି ଯାଇକି ପଢିବା ଏଠି ହେଲା ପ୍ରତି ଧାଡିରେ ଆର କୋଶ୍ଚିନ୍। ସଭା ସଭା ସଦବର୍ଗ କାହିଁକି ଶଙ୍କି ଯାଉଥିଲେ? ସଭାରେ ଯୋଉ ଲୋକମାନେ ଥିଲେ କାହିଁକି ଶଙ୍କି ଯାଉଥିଲେ? ଆଁ ଯେତେବେଳେ କଇଁଛ ଟା ଘୁରି ଘୁରିକିନା ତାଙ୍କରି ଛାତ ଉପରେ ମଝିରେ ପଡିଲା ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ଯୋଉମାନେ ସବୁ ଥିଲେ। ରାଜା ମହାପଣ୍ଡିତକୁ କଣ ପ୍ରଶ୍ନ କରିଥିଲେ? ସେ ଯୋଉ ଭବିଷ୍ୟବାଣୀ କରିବେ କଇଁଛ ବାଜି ପଡିଲା ବୋଲି କଣ ପାଇଁ ପୂର୍ବରୁ ଆପଣ ଭବିଷ୍ୟବାଣୀ କରିନଥିଲେ? କଚ୍ଛପ ଆଡକୁ ଦୃଷ୍ଟିପାତ କରିବାରୁ ରାଜାଙ୍କର କଣ ହୋଇଥିଲା? ତାଙ୍କର ଆଖି ପୁରା ଝଟକି ଉଠିଥିଲା। କଚ୍ଛପ କାହାକୁ ମିଳିବ ବୋଲି ରାଜା କହିଥିଲେ? ଯାହାର ପ୍ରୟୋଜନ ଥିବ ତାକୁ ହିଁ ମିଳିବ। ଗମ୍ଭୀର ମମତା ଭିତରେ ସଭା ସମ୍ପର୍କ କଣ କରିଥିଲେ? ଶାନ୍ତ ରହିଥିଲେ ପୁରା ଚୁପଚାପ ରହିଥିଲେ। ଯେତେବେଳେ ରାଜା ପଚାରିଲେ ସେ ବୁଦ୍ଧୁ କାହାକୁ କହିଥିଲେ
किए किसी कहलेनि समस्त चुपचाप रही राजा हठात कांदी उठी कौन कही मु हूँ बुधु मु ही सब कंठ मात्र खाई सभा ସର୍ବର୍ଗଙ୍କ କାନ୍ଦ ଅବ୍ୟାହତ ଥାଉ ଥାଉ ରାଜା କଣ କହିଥିଲେ ଚୁପ୍ କର ନା କଣ ରାଜାଙ୍କର ଧମକ ସଭାସଦଙ୍କର କଣ କରିଥିଲା ନିସ୍ତବ୍ଧ କରିଦେଇଥିଲା ସେନାପତି ଗଣ୍ଠିବାସ ଭୋଗିବାର କାରଣ କଣ ବୋଲି ରାଜା କହିଛନ୍ତି କାରଣ ଯୁଦ୍ଧ କେତେ ଦିନ ହେଲାଣି ହେଇନି ନୁହଁ ଚାଲ ଆମେ ଯିବା ରୁଢିକି ନା ପଚାରିବି तो विषय सरीगला टोटाली 2 नंबर तो प्रथम रु लास्ट जाके सब क्वेश्चन पिला माने नेक्स्ट क्लास रे गोटे कविता पढिला गोटा कविता पढे दो तापर गोटा प्रबंध पढे हला এই ভয়েস सब बंद करो कोन कहि खोला करी की अंध देश रे दर्पण बिकिबा हाथ टेकी दी थर सरी की तीन थर को पड़ी अंध देश रे दर्पण बिकिबा रूढ़ी पचरा होची दिया है दिया युक्त रूढ़ी जे तमे कहलो सुबुनी अग्नि शर्मा हेबा अग्नि शर्मा हेबा तमे को हो ना ଅଇଠା ପତର ଚାଟିବା ତମେ କୁହ ଏ ଯୋଉ ପଛ ବା ସେ ଯୋଉ ତମେ ପଛକୁ ଯିଏ ଅନଉଛ ତମେ କୁହ ଆଁ ଆଖି ଦେଖାଇବା କୁହ ଆଖି ପକାଇବା କୁହ କଣ କରିବା ଆଉ ଛାଡ ଏବେ ସମସ୍ତେ କୁହ ହେଲା ଆଖି ବୁଝିବା ଆଖିରେ ଧୂଳି ଦବା ସବୁ ପିଲାମାନେ ପ୍ରାୟ ଏକବୁଝି କରିଛନ୍ତି ହିଁ ଏକ୍ଜାମ ରେ ଆଉ ରୁଢି ସମସ୍ତଙ୍କର ଠିକ ଅଛି ଆଉ ମୁଁ ଦେଇଥିଲି ରୁଢି ଅର୍ଥ ଲେଖିକି ନା ବାକ୍ୟ ଲେଖିବା ପାଇଁ କିନ୍ତୁ ଅଧେ ଲୋକ ଅଧେ ପିଲା ବାକ୍ୟ ଲେଖି ନାହାନ୍ତି ତଥାପି ମୁଁ ତାଙ୍କୁ 1 ମାର୍କ ଦେଇଛି ଯେହେତୁ ଅର୍ଥ ଲେଖିଛନ୍ତି ମୁଁ ତାଙ୍କୁ ଦେଇଛି 1 ମାର୍କ ଯେ ଲେଖିଛି 1 ମାର୍କ ଦେଇଛି ଯେ ନ ଲେଖିଛୁ ଖାଲି ଅର୍ଥ ଲେଖିଛି ମୁଁ ତାଙ୍କୁ 1 ମାର୍କ ଦେଇଛି ତେଣୁକରି ଏ ଯୋଉ ଏକ୍ଜାମ ଯୋଉ ପଢାଇ ପିଲାମାନେ ଯୋଉ ଏକ୍ଜାମ ରେ ପଢିବ ସେଠି ତମେ ଛାଡିକି ଆସିବ ସେଠି ବାକ୍ୟ ଲେଖିଲେ ହିଁ ମାର୍କ ମିଳିବ ବାକ୍ୟ ହିଁ ଲେଖିକି ଆସିବ ଆଖୁ କିଆରିରେ ବସିବା ଆପଣା ସିଂହରୁ ମାଟି ତାଡିବା ଏଇଟା ହଉଛି ତମମାନଙ୍କ ପାଇଁ ପରୀକ୍ଷା ଆଉ 4 ମାସ ରହିଲା ସେଇ ହିସାବରେ ସବୁ ପାଠ ପଢ ଆଳୁ ଫଳୁ ଫଳୁ ମହାଦେବ ବାହାରିବା ଇନ୍ଦ୍ର ଚନ୍ଦ୍ର ନ ମାନିବା ଉଡିଗଲା ଚଢେଇଲ ପର ଗଣିବା ତମାନେ ହଉଛ ଅତି ଚତୁର ଉଷୁନା ଧାନ ଗଜା ହେବା ଋଣ କରି ଘିଅ ପିଇବା ଏକ କାନରେ ପୁରେଇ ସେ କାନରେ ବାହାର କରିବା କପାଳ ଫାଟିବା
ଘାଣ୍ଟି ଗଲା। କପାଳରେ ହାତ ଦବା। କଳା କନା ବୁଲାଇବା। କୁଟା ଖଣ୍ଡିକ ଦିଖଣ୍ଡ ନ କରିବା। କୁହୁଡି ପହଁରିବା। ଏଇ, କଣ ତଳକୁ ନଉଛ କିଛି ଗୋଟା କହୁନ। କୋଉଠି ତଳକୁ ନେଇ ଖଣ୍ଡା ଧାରରେ ବାଟ ଚାଲିବା। ଖାଇବା ପତ୍ରରେ ଧୂଳି ଦବା। ଘିଅ କାଢିବା। ଗୋଡ ତଳେ ନ ଲାଗିବା। ଏବେଠାରୁ ପଢିଲେ ଯୋଉ 5-6 ମାସ ପରେ ରେଜଲ୍ଟ ଟା ବାହାରିବ ଖୁସି ହବ। ତାହେଲେ ଏମିତି ଲୁହଟା ପୋଛିକି ଏମିତି ପୋଛି ନୁହଁ। ଆଁ? ତୁ କେତେ 8-10 ଘଣ୍ଟା ପଢୁଛ ଦିନକୁ? ଆଁ? ନିହାତି ତ ଅତି କମରେ 7 ଘଣ୍ଟା ପଢିବାକୁ। ରାତି ଅନିଦ୍ରା କଣ ଅଛି ପରୀକ୍ଷା ପରେ ଶୋଇବ। ଏବେ 4-5 ଘଣ୍ଟା ଶୋଇଲେ କିଛି ଅସୁବିଧା ନାହିଁ ତ। ଆଉ କେତେବେଳେ ଶୋଇବ ସବୁ କର ପାଠ ଖାଲି ଇଗ୍ନୋର କରିବ ନାଇଁ। ଦେଖ ଏଇ ଛାତିକୁ ପଥର କରିବା। ଚଷୁ କୁଟିବା। କଥା କହିଛି। ଚାଲିଲେ ଶଗଡରେ ହାତ ଦେବା। ଚିତା କାଟିବା। ଚୋରକୁ ମାନ ମାରି ଖପରାରେ ଖାଇବା। ଛେନାରୁ ଚୋପା ଛଡାଇବା। ଝିଣ୍ଟିକା ମାରି ବଣି ପୋଷିବା। ତିନି ପାଞ୍ଜିରୁ ଯିବା। ତିଳକୁ ତାଳ କରିବା। ଛୋଟ କଥାକୁ ବଡ। ଦାନାରେ ଧୂଳି ଦେବା। ଯୋଉମାନେ ସବୁ ଚୁପଚାପ ହେଇକିନା ବସୁଛ ସେମିତି ପ୍ରଥମ ଯୋଉ ଦିନରୁ ଏ ବୁରୁଡି ପଚରା ହେଲାଣି ସେଇ ଦିନରୁ ହିଁ ସେମାନେ ଚୁପ ହେଇ କହୁଛନ୍ତି ଆଜି ପର୍ଯ୍ୟନ୍ତ ଆଉ 4 ମାସରେ କଣ କରିବେ। ହାତରୁ ତ ସବୁ ସମୟ ପଳେଇଲାଣି। ଏବେ ବି ମୁଁ ଫାଷ୍ଟ କାଇଁ ତମମାନଙ୍କୁ କହିଲି ହାତ ଟେକିବାକୁ ମୁଁ ଜାଣିଛି କୋଉ ପିଲା କହିବେ କୋଉ ପିଲା କହିପାରିବେନି। ତମମାନଙ୍କୁ ଯେତେ କହିଲେ ବି ତମମାନେ ସୁଧୁରିବନି। ତମ ଭବିଷ୍ୟତ ତମ ହାତରେ ମୁଁ କଣ କହିବି। ଆଉ ମୁଁ କଣଟା କରିପାରିବି ତମମାନଙ୍କୁ ସବୁ କ୍ଲାସରେ ପଚାରିବି କି ତମକୁ ଡାକିଦେବି କଣ କରିବା ମୁଁ ତମ ପାଇଁ ମୁଁ ପଢିଦେବି ତମ ପାଇଁ ଯାଇ ଏକ୍ଜାମ ଦେଇଦେବି। ଆଉ ଗୋଟେ ଗୋଟେ ପିଲା ପୁରା ପରୀକ୍ଷା ଖାତାରେ ଏମିତି ଲେଖିଛନ୍ତି ଗପ ସେ ଗପ ତ ହେଲେ ଠିକ ଠାକ ଲେଖିଥାନ୍ତେ ଯିଏ ଖାତା ଦେଖିବ ସିଏ ହସି ହସିବ ଏମିତି